ନମସ୍କାର ସାଙ୍ଗମାନେ। ସକାଳୁ ସକାଳୁ ଗାଧୋଇ ପାଧୋଇ ମୁଁ ଚାଲି ଆସିଲି ରୋଷେଇ ଘରକୁ। ପ୍ରଥମେ ସମସ୍ତଙ୍କୁ ନେଇ ଚା ଦେଇଦେଲି। ତାପରେ ମୁଁ ବାରିପଟକୁ ଚାଲିଗଲି। ବାରିପଟକୁ ଯାଇ କିଛି ଆମ୍ବ ଡାଳ ନେଇ ଆସିଲି। ଯେହେତୁ ଆଜିକି ଆମର 13 ଦିନ ହୋଇଥିଲା, ସେଥିପାଇଁ ମୋତେ ଠାକୁର ପୂଜା ପାଇଁ ମନା କରିଥିଲେ। ହେଲେ କାଲି କିଛି କାମ ସାରି ଦେଇଥିଲି, ଆଉ କିଛି କାମ ମୁଁ ଆଜି ସାରିଦେଲି, ଯେମିତି ମୋତେ କାଲି ଠାକୁର ପୂଜା କରିବାରେ ସହଜ ହେବ। କାଲି ତ ଠାକୁରଙ୍କୁ ଗାଧୋଇ ଦେଇଥିଲି, ଆଜି ସମସ୍ତଙ୍କୁ ବସ୍ତ୍ର ପିନ୍ଧେଇ ଦେଲି। ତାପରେ ମୁଁ ରୋଷେଇ ଘରକୁ ଚାଲିଗଲି। ଯେତେ ଶୀତ ହେଲେ ବି ପଖାଳ ଖାଇବାଟା ତ ଛାଡ଼ି ହେବନି। ସେଥିପାଇଁ ଆଳୁ କାଟିଦେଇ ଆଳୁକୁ ଭାଜିଦେଲି। ଏପଟେ ଆଳୁ ବସଉଥିଲି, ଦାଣ୍ଡ ପଟେ ଭଙ୍ଗା ଲୁହା ଟଣା ବାଲାର ଡାକ ଶୁଭିଲା। ବାହାର ପଟେ ଯାଇ ଦେଖେ ତ ଭଙ୍ଗା ଲୁହା ଟଣା ବାଲା ଆସିଛି। ଘର ସଫାସଫିରେ କିଛି ଅଳିଆ ବାହାରିଥିଲା, ମାନେ କିଛି କାଗଜ ପେଟି ଆଉ କିଛି ପ୍ଲାଷ୍ଟିକ ଜିନିଷ। ସେସବୁକୁ ସେ ନେଇ ଓଜନ କରି ନେଇଗଲେ। ତାପରେ ମୁଁ ଘରକୁ ଚାଲି ଆସିଲି। ଘରକୁ ଆସି ସମସ୍ତେ ପଖାଳ ଖାଇଦେଲୁ। ସନ୍ଧ୍ୟାବେଳେ ଚା ପିଇଦେଲି। ବାବା କିଛି ଜଳଖିଆ ଆଣିଥିଲେ, ସେସବୁକୁ ଖାଇଦେଲୁ। ରାତିରେ ଖାଇ ପିଇ ରେଷ୍ଟ ନେଲୁ। ରହିଲି। ଜୟ ଜଗନ୍ନାଥ।